এই ব্লগটা ବହୁତ ଇଣ୍ଟରେଷ୍ଟିଂ ହବାର ଅଛି ବିକଜ ଆଜି ମୁଁ ଏଇଠି ଗୋଟେ କରିବାକୁ ଯାଉଛି ସେଟଅପ୍। ଏଟା ଗୋଟେ ଡମ୍ବଲ ସେଟା ଗୋଟେ ଡମ୍ବଲ, ଛୋଟ ଡମ୍ବଲ ଏଟା ହଉଛି ମୋର ଚକି। ଆଉ ଆପଣମାନଙ୍କୁ ମୁଁ ଏଥିପାଇଁ ମୁଁ ଏଟା କହୁଛି, ଏଥିପାଇଁ ମୁଁ ଏଟା କରୁଛି। हेलो गाइस, जय जगन्नाथ। ମୁଁ ହଉଛି ନାୟକ, ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କ ବ୍ୟୁଟିଫୁଲ ବ୍ଲଗ ରେ। ତ ବର୍ତ୍ତମାନ ଗାଇସ୍ ସେଇ ବ୍ଲଗଟା ଷ୍ଟାର୍ଟ ହଉଛି ସକାଳ ସକାଳ। ଏଇ ବ୍ୟୁଟିଫୁଲ ବ୍ଲଗ ଫଟାଫଟ ଷ୍ଟାର୍ଟ କରିବା। ତ ସେପଟେ ମେଘ ଉଠିଲେ ଭୟଙ୍କର, ବଟ୍ ଏଇ ବ୍ଲଗଟା ବହୁତ ଇଣ୍ଟରେଷ୍ଟିଂ ହବାର ଅଛି ବିକଜ ଆଜି ମୁଁ ଏଇଠି ଗୋଟେ କରିବାକୁ ଯାଉଛି ସେଟଅପ୍। ଆଉ ସେ ସେଟଅପଟା କଣ ଆଗକୁ ଜାଣିବେ, ବଟ୍ ଏଠି ଯୋଉଟା ଆମେ କରିବାକୁ ଯାଉଛୁ ସେଟା ଗୋଟେ କଣ୍ଟେଣ୍ଟ ପାଇଁକା ଆଗକୁ ଗୋଟେ ୟୁନିକ୍ କଣ୍ଟେଣ୍ଟ ଆସିବ, ଯୋଉଟା କି ମୁଁ ଯେତିକି ଆପଣମାନଙ୍କୁ ଜଣେଇ ପାରିବି, ମୁଁ ଯଦି ଶିଖେଇ ପାରିବି ସେଟା କହିବି ନେକ୍ସଟ ବ୍ଲଗ ରେ। ଓକେ, ତ ଏଇ ଜାଗାଟା ଦେଖ ଏଇନା କେମିତି ଅଛି। ଆକୁ ଏଇନା ଯିବୁ ସଫା କରିବୁ, ଯିବା ସଫା କରିବା ଏଇନା। ହଁ, ତ ଆମେ ଦି ଜଣ ମିଶିକି ନା ଆକୁ ସଫା କରିକି ଏଠି ହେଲା ସେଟଅପ୍ ଫୁଲ କରିଦେବୁ। କଣ କେମିତି କରୁଛୁ ଦେଖ, ପୁରା ଫୁଲ ମଜା ଆସିଯିବ। ଓକେ, ତ ଫଟାଫଟ ଯିବା, ଲେଟ୍ସ ଗୋ। ଫିଲହାଲ ତ ଏଇ ଜାଗାଟା ଦେଖିଦିଅ କୋଉ ଭଳିଆ ଅବାଗିଆ ହେଇକି ପଡିଛି। ଆଉ ଏ ବ୍ୟାକଗ୍ରାଉଣ୍ଡ ଟା ଦେଖ, ତାଙ୍କୁ ଏପଟେ ବର୍ଷା ଉଠେଇଲେ ଭୟଙ୍କର, ମାନେ ମେଘ ଉଠେଇଲି, କେତେବେଳେ ପକେଇବ ତାର ବି ସେ ଠିକ ଠିକଣା ନାହିଁ। ଏବେ ଯାଇକି ଫଟାଫଟ ସଫା ବି କରିଦବା। ଆଉ ଏପଟେ ଯୋଉ ଅଛି ଆକୁ ବି ସେଇ ଦେଖିବାକୁ ପଡିବ। ଯା ସେଠୁ କୋଦାଳ ଟା ଆଣିକି ଆସ। ତ ଆମେ ଦି ଜଣ ଏଇନା ଯାଉଛୁ କରିବୁ ତ ଦେଖିବା। ଆଉ କହିବି ଆଉ କେତେଥର, ଆଉ ଦେଖ ମଜା ଆସିବ। କୋଦାଳ କୁଣ୍ଡ ତ ଏଇଥିରେ। ଆରେ ଏତେ କଣ ଏ ପୋକ କଣ ପଡିଛି? ତ ଟୋଟାଲ ଆକୁ ଯେତେକ ଏରିଆ ଅଛି ପୁରା ଆକୁ ସଫା ବି କରିଦେଲେ, ଆଉ ଏଇ ଯୋଉ ଭିଉଟା ଅଛି ଏଇ ଜାଗାରେ ସେଇଟା ସୁଟ୍ ହବ। ବାସ୍ ଖାଲି ଏତକ ଖାଲି ସଫାସୁଫି କରିଦେବି। ଏଠି ମୋ ଟ୍ରାଇପଡ୍ ଅଛି, ଏଥିରେ ମୁଁ ଦେଖଉଛି। ସଫା କରିଦେଲୁ ନା, ବଟ୍ ଆକୁ ଅଳିଆ ହେରିକା ପଡିଛି, ପତ୍ର ରହିବ ଏଇଠି ପଡିକି ଅସନା ହଉଛି। ଆକୁ କଣ ଗୋଟେ କିଛି କରିବାକୁ ପଡିବ। ଆକୁ ଓଳାଓଳି କରିକି ତାକୁ ନେଇ ସେପଟେ ଫୋପଡା ହବ। ମୁଁ ଆକ୍ଚୁଆଲି ଯୋଉଟା କରିବାକୁ ଯାଉଛି ସେଟା ହଉଛି ଗୋଟେ କଣ୍ଟେଣ୍ଟ, ଯୋଉଟା ନେକ୍ସଟ ବ୍ଲଗ ଦେଖିବେ ମୁଁ କଣ କରିବାକୁ ଯାଉଛି। ଏକ ନ୍ୟୁ ଜର୍ଣ୍ଣି ଷ୍ଟାର୍ଟ କରିବାକୁ ଯାଉଛି, ଯୋଉଟା କି ଦେଖିବେ ଆଗକୁ। ଏବେ ମୁଁ କହୁନି, ଏବେ ଖାଲି କଣ କରୁଛି ଖାଲି ଦେଖ, ବାସ୍ ସେତିକି। ତଳେ ଥିଲା ବା, ସେଇଟା ଆଣିଲୁନି ହେରି। ସିଏ ଚଳିବ। ଜାଣିଲୁ ମେଘ କେତେ ବର୍ଷ ଉଠେଇଲେ ଏମିତି ହଉଛି ଏଠି। ଜଲ୍ଦି ଜଲ୍ଦି ନ ଗଲେ ପବନ ଟା ଯାହା ହଉଛି ଏଇ ଟାଇମ ରେ ହିଁ ସବୁ ଛାଡିଦବା। ବାସ୍ ରେଡି। ଆକୁ ଆଗ ସଫା ହେଇସାରୁ। ଏଇଠି ମୋର ଥୁଆ ହେଇଛି, ଏଇଥିରେ ଭିଡିଓ ସୁଟ୍ ହବ। ଏଇଠି ମୋ ମାଇକ୍ ଥୁଆ ହେଇଛି। ଆଉ ଇଏ ତ ସକାଳର ଦୃଶ୍ୟ ଦେଖ। ଆମର ଏବେ କରୁଥିଲୁ, ଆସିଲା ଭାରି ଆଜବେଷ୍ଟ। ତ ଆପଣଙ୍କୁ ଆମେ ନଉଛୁ, ସେଇଠି ଥୁଆ ହେଇଛି ଆଉ ଗୋଟେ ଦେଖ। ଆଉ ଗୋଟେ ହେଲା ଆଜବେଷ୍ଟ ଉପରକୁ ଟେକିକି ଆଣିକି ଆସିଲୁ। ଆଉ ଗୋଟେ ତଳେ ଅଛି, ତାକୁ ପୁଣି ଟେକିକି ଆଣିକି ଆସିବୁ। ହାଲତ ପୁରା ଝାଳ ନାଳ ଆଣ୍ଠିଏ। କରୁଥିଲୁ, ଆକୁ କରିବା ସଙ୍ଗେ ସଙ୍ଗେ ତାକୁ ଯାଇକି ପୁଣି ନା କରିବା। ଆଉ ତାକୁ ଆଣିକି ଏଇଠି ପୁଣି ପଡିବ ଆରି ଉପରେ। ଦେଖିବା ତାକୁ ଆଣିକି ଆସିବେ, ପୁଣି ଆଉ ଗୋଟେ ଯାଉଛି ଆଣିକି ଆସିବୁ ତଳୁ। এটা ଆକ୍ଚୁଆଲି ବର୍ଷା ଯୋଗୁ ସେମିତି ଖାଲି ଏମିତି ପକା ହେଇଛି। ଆଉ ସେପଟୁ ନେଇକି ଗଲା ବେଳକୁ ବାଗି କର ପଡିବ ତଳକୁ, ନହେଲେ ପଡିଯିବ ତାକୁ। ଆଉ ତାକୁ ପକା ହେଲା, ବର୍ଷା ଯୋଗୁ ଖାଲି ପଡିଯିବାକୁ। ତଳ ଆଜବେଷ୍ଟ ଟେକିକି ଆଣିକି ଏକ୍ସରସାଇଜ ହେଇଗଲା, ବଢିଆ ପମ୍ପ ହେଇଗଲା ବଡି। 8 ଫୁଟିଆ ଆହୁରି ବଳିଥାନ୍ତା, ମାନେ ସେଇ ଆଗକୁ ସେଇ ଟିକେ ଜଷ୍ଟ ସେ ଯାଇ ବାସ ସେ ଯାଇ ଯାଇଥାନ୍ତା। ଆଉ କଣ ହଁ ବା, ଫୁଟିଆ ହେଲେ ପାଇନଥାନ୍ତା। ସେ କଥା 8 ଫୁଟିଆ ଆଣିବାକୁ। ଠିକ ଅଛି, ସିଏ ଠିକ ଅଛି। ହଉ ଯାହା ହେଲା, ଆମେ ଆମର ଆକୁ ହେଲା କାମରେ ଲାଗିଯିବ। ତ ଏବେ ଆମର ଯିବା, ଏବେ ଆକୁ ଆମର ଠିକ ଠାକ କରିଦବା। ଆଉ ଏଇ ଯୋଉ ଭଳିଆ ବର୍ଷା ଉଠେଇଛି, ବର୍ଷାକୁ ମେଘକୁ ହିଁ ଟିକେ ଭୟ ଲାଗୁଛି, କାଲି କେତେବେଳେ ବର୍ଷା ପକେଇଦବ କାମ ଫୁସ୍ ହେଇଯିବ। ଆମେ ଏବେ ଟେକିକି ଆସୁ ତୁ କୁଆଡେ କହିଲୁ, ସେପରି ଧରିକି ତୁ ଆସିଲୁ। ତୁ ମାନେ ଯେତେବେଳେ ଆସୁ ସେଇଭଳିଆ ରୋଲ ତୋର ଚାଲିଲା। ହଁ, ଖାଲି ବାଡି କଥା ଦେବ, ଟେକିକି କଚାଡି ଦେବି ଏଇଠି। ଯୋଉ ଦେଖୁଛୁ ତାରି ଉପରେ ଟେକିକି ଆଡେ ଫୋପାଡି ଦେବି ତତେ। ସେଟାକୁ ଧରିକି କଣ କରୁଛୁ? ଟେକୁଥିଲୁ, ଟେକିଲୁ ବାଇସେପ୍। ରେଡି ସେଇଟା ପମ୍ପ ହେଇଯିବ କାଲି। ସେ କୁଆଡେ ପଳେଇଲା। ଆକୁ ହେଲା କରୁ କରୁ ସେପଟେ ଆସିଲା। ତାକୁ ଯାଉ, ଆରେ କଣ ଇଟା ଭାଟି, ତାକୁ କଣ ଧରିକି ଆଇଲୁ? ସେଟା କଣ? ସିଏ କଣ ସେ ବାଡିଆ ପାଇଁ ଆସିଛୁ ରେ। କଣ ମତେ ଖାଲି ବାଡୁ ଟେକିକି କଚାଡି ଦେ। ସେଟା କଣ ଜାଣିଛୁ? ସେଟା କଣ କହିଲୁ? କଣ ଥରେ? ମୁଁ ଥରେ ପିଟି ଦେବି।
ମୁଁ ଥରେ ବାଡେଇବି ମୁଁ ଥରେ ବାଡେଇବି इंटरेस्ट नहीं ଏ ଦେଖୁଛୁ ଟି इंटरेस्ट नहीं ତ୍ରିଶୂଳ यो एटा ମୁଁ ଥରେ ପିଟିଦେବି ଏଠି ତ ଆଜବେଷ୍ଟ ପଡିଲା କିନ୍ତୁ ଏଥିରେ ଇଟା ଫାଟି କଣ ହେଇଗଲା ଇଏ ଇଟା ନା ଇଏ କଣ ସବୁ ଗାଇସ୍ ଆମେ ଏଠି ହେଲା ଏବେ କରୁଥିଲୁ ସେଟଅପ୍ ବଟ୍ ବର୍ଷା ପକେଇଲା ବର୍ଷା ଛାଡୁ ଦେନ୍ ତାପରେ ପୁଣି ସେଟଅପ୍ ଆରମ୍ଭ ହବ ବର୍ଷା ଷ୍ଟାର୍ଟ ହେଇଗଲା ଏପଟେ ସିଧାରୁ ଯଦି ବର୍ଷା ପକେଇଲା ଯେହେତୁ ଆମେ ଆସିଲୁ ହେରି ତ ମୁଁ ଗାଧେଇନି ମୁଁ ଯଦି ଫଟାଫଟ ଗାଧେଇବି ଆଉ ଇଏ ଦେଖ ଏ ଦିଟା ଯାକ କାଲି ଛାତ ଉପରେ ମୁଁ ତଳକୁ ଆଣିଥିଲି ବିକଜ କାଲି ବର୍ଷା ହେଲା ରାତିରେ ନା ବହୁତ ସେଥିପାଇଁ ମୁଁ ଆକୁ ଆଣିକି ଆସିଲି ୱାର୍କଆଉଟ କରିବା ପାଇଁ ତ ମୁଁ କାଲି ଫଟାଫଟ ଗାଧେଇକି ଆସେ ଦେନ୍ ତାପରେ ଉପରକୁ ଯାଇ କରିବା ହେଲା ତ ମୁଁ ଗାଧେଇକି ଖାଇଦେଲି ବଟ୍ ଇଏ ଦେଖ ଏଇଠି ଯୋଉ ସୁଇଚ୍ ଅଛି ଏଥିରେ ମୁଁ କାଲି ହେଲା ମାରୁଥିଲି କରେଣ୍ଟ ମାରିଥିଲା କାହିଁ ଜାଣିଛ କାହିଁକି ନା ଏଇଠି ହେଲା ପାଣି ପଡିଥିଲା ଯେହେତୁ ଏବେ କିନ୍ତୁ ଆଉ କରେଣ୍ଟ ମାରୁନି ଟିକେ ଦେଖ ଆଜି ହେଲା ମେସିନ ହିଁ ଚାଲୁନି ଘର ଏକ ପୁରା ପାଣି ଏଇପଟେ ଏଇଠି ହେଲା ଲାଗିଛି ତାକୁ ପାଣି ପଡୁଥିଲା ନା ଏଇଠି ମୁଁ ତାକୁ ଦେଖେଇନି ବିକଜ ତାକୁ ଦେଖେଇକି ବି ଏଇନା କିଛି ନାହିଁ ବାସ୍ ଖାଲି ଏଇ ପ୍ରୋବ୍ଲେମ ଟା ହଉଥିଲା ବୋଲି ମୁଁ ଖାଲି କହିଲି ତ ମୁଁ ଏବେ ଆସିଲି ଏରି ଛାତ ଉପରକୁ ଆଉ ଆସୁ ଆସୁ ବହୁତ ଲେଟ୍ ହେଇଗଲା ବିକଜ ବର୍ଷା ପକଉଥିଲା ନା ବର୍ଷା ଜଷ୍ଟ ରିସେଣ୍ଟଲି ଏବେ ଛାଡିଛି ଦେନ୍ ଯେତେବେଳେ ଛାଡିଲା ତାକୁ ଯାଇକି ଏଠି ମୋ ଥୁଆ ହେଇଛି ଦେଖିପାରୁଥିବେ ଏଠି ହଉଛି ଥୁଆ ହେଇଛି ଜିମ୍ ସାମାନ ମାନେ ୱାର୍କଆଉଟ କରିବା ପାଇଁ ମୋ ଡମ୍ବଲ ହେରିକା ଥୁଆ ହେଇଛି ତାକୁ ଯାଇ ଆଣିକି ଯାଇଥିଲି ତାକୁ ମୁଁ ଆଣିକି ଆସିଲି ଆଉ ତାକୁ ଆଣିଲା ଭିତରେ ମୋ ହାଲତ ପୁରା ଖରାପ ହେଇଗଲି ହାଲତ ଖରାପ ମାନେ କଣ ପୁରା ଝାଳ କହିକି ଦେହକୁ ଦେଖିକି ଜାଣିପାରୁଥିବେ ଆଉ ଏପଟେ ତ ହାଲକା ହାଲକା ବର୍ଷା ବି ସେ ପକେଇଲେନି ଯେହେତୁ ବର୍ଷା ଉଠେଇଛି ଆକୁ ଜୋରେ ବର୍ଷା ପକେଇବା ପୂର୍ବରୁ ମୁଁ ଏ ଜାଗାଟା ସଫା କରିଦିଏ ଏଇଠି ଦେଖିପାରୁଥିବେ ଆକୁ ଅଳିଆ ହେଇକି ପଡିଛି ଆଉ ଏଟା ହଉଛି ଡମ୍ବଲ ଏଟା ଗୋଟେ ଡମ୍ବଲ ସେଟା ଗୋଟେ ଡମ୍ବଲ ଛୋଟ ଡମ୍ବଲ ଏଟା ହଉଛି ମୋର ଚକି ମାନେ ଟେକା ହବ ଆଉ ଆପଣମାନଙ୍କୁ ମୁଁ ଏଥିପାଇଁ ମୁଁ ଏଟା କହୁଛି ଏଥିପାଇଁ ମୁଁ ଏଟା କରୁଛି ଏଟା ଆକ୍ଚୁଆଲି କିଛି ହେଇନି ଆଗକୁ ହବ ଏବେ ତ ଖାଲି ଆସିଲେ ଏଠି ଖାଲି ଥୋଇଦେବି ଆଉ ଏଥିରେ ବେଞ୍ଚ ଅଛି ଗୁରାଇ ବି ଆଉ କାମ ଅଛି ତାକୁ ଆଣିକି ପୁଣି କରିବି ଦେନ୍ ତାର ଆଗକୁ କଣ କରୁଛି ସେଟା ବି ସେ ଦେଖେ ତା ପୂର୍ବରୁ ମୁଁ ଆକୁ ଓଳେଇ ଦିଏ ଓଳେଇ ସାରିକି ଆପଣମାନଙ୍କୁ ତାପରେ ମୁଁ ଜଣଉଛି କି କଣ ତ ଫାଇନାଲି ଏଥର ଏ ଜାଗାଟା କରିଦେଇଛି କ୍ଲିନ ତ ଏଠି ମୋର ସଜାଡିକି ଥୋଇ ଦେଇଛି ଡମ୍ବଲ ତ ସବୁ ଡମ୍ବଲ ଗେଡି ଥୋଇ ଦେଇଛି ଆଉ ତାପରେ ହବ ଡମ୍ବଲ ଦେନ୍ ତାହାଙ୍କୁ ବେଞ୍ଚ ହବ କହିଥିଲି ଆଉ ତାହାଙ୍କୁ ସେଇ ଜାଗାଟା ଯୋଉ ଦେଖୁଛନ୍ତି ଏଇ ଜାଗାଟାରେ ଆହୁରି କେତେ ଡେକୋରେସନ ହବ ବଟ୍ ଏବେ ନାହିଁ ମାନେ 2-3 ଦିନ ଲାଗିବ ଟୋଟାଲ ସବୁ ହବାକୁ ଯାହାହେଲେ ବି ହାର୍ଡଲି 3-4 ଦିନ ଲାଗିବ ତ ଆଉ ଏଠି ଯୋଉ ମୁଁ ୱାର୍କଆଉଟ କରିବାକୁ ଏଠି ଡମ୍ବଲ ସବୁ ଆଣିଛି ୱାର୍କଆଉଟ ତ ମୁଁ କରିବି କାହିଁକି ନା ସେଇଟା ହଉଛି ମୋ କାମ ସେଇଟା ହଉଛି ମୋ ଫ୍ୟାସନ ବଟ୍ ତା ସତ୍ତ୍ୱେ ବି ଆମକୁ କିଛି କରିବି ଯୋଉଟା କି ବ୍ଲଗରେ ଦେଖିବେ ଆଗକୁ ଦେଖିବେ ମୁଁ କଣ କରୁଛି ତ ଏବେ ତ ସନ୍ଧ୍ୟା ହେଇଗଲି ଲେଟ୍ ବି ହେଇଗଲି ତ ଆଇ ହୋପ ଆପଣମାନଙ୍କୁ ଭିଡିଓ ଭଲ ଲାଗିଥିବ ଯଦି ଭଲ ଲାଗିଲା ଲାଇକ୍ କମେଣ୍ଟ ସେୟାର କରିଦେବା ଆଉ ହଁ ସବସ୍କ୍ରାଇବ କରିବା ଜମାରୁ ଭୁଲେନି ପାଖରେ ଥିବା ବେଲ୍ ଆଇକନ ଘଣ୍ଟିକି ବି ଦବେଇ ଦେବେ ତ ଚାଲ ଦେଖା ବିୟୁଟିଫୁଲ ଗାଇସ୍ ଥ୍ୟାଙ୍କ୍ସ ଫର ୱାଚିଂ ରହିଲି ଜୟ ଜଗନ୍ନାଥ।